ମହାଶିବରାତ୍ରିରେ କେଉଁ ଉପାୟ ଦ୍ୱାରା ଭଗବାନ ଶିବଙ୍କର ମିଳିବ ଆଶୀର୍ବାଦ? କାଙ୍ଗାଳ ବି ହୋଇଯିବେ ମାଲାମାଲ, ହେବ ସମସ୍ତ ଇଚ୍ଛା ପୂରଣ। ମହାଶିବରାତ୍ରି ହିନ୍ଦୁ ଧର୍ମର ଏକ ପବିତ୍ର ଉତ୍ସବ, ଯାହା ଭଗବାନ ଶିବଙ୍କ ପୂଜା ପାଇଁ ଉଦ୍ଦିଷ୍ଟ। ଏହି ଉତ୍ସବ ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ। ଏହା ଏକ ଅତ୍ୟନ୍ତ ଶକ୍ତିଶାଳୀ ରାତି, ଯେଉଁଥିରେ ଭକ୍ତମାନେ ଉପବାସ ରଖି ଏକାଗ୍ର ହୃଦୟରେ ଶିବଙ୍କୁ ଉପାସନା କରିଥାନ୍ତି। ମହାଶିବରାତ୍ରି ଶିବ ଓ ପାର୍ବତୀଙ୍କର ବିବାହ ଉପଲକ୍ଷେ ମନାଯାଏ ବୋଲି ବିଶ୍ୱାସ ରହିଛି। ଏହି ଦିନଟି ଧର୍ମ, ଆଧ୍ୟାତ୍ମିକତା ଓ ଭକ୍ତିର ଏକ ମହାନ ଉଦାହରଣ। ମହାଶିବରାତ୍ରି ପର୍ବ ଏବଂ ଉପବାସ ଏ ବର୍ଷ ଫେବୃଆରୀ 26, 2025 ବୁଧବାର ଦିନ ପାଳନ କରାଯିବ। ଫାଲ୍ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥି ଫେବୃଆରୀ 26 ଦିନ ସକାଳ 11:08 ଆରମ୍ଭ ହୋଇ ପରଦିନ ସକାଳ 8:54 ଶେଷ ହେବ। ଏହି ଭିଡ଼ିଓରେ ଉପାୟ କୁହାଯାଇଛି ଧନ ପ୍ରାପ୍ତି ପାଇଁ। ମା ଲକ୍ଷ୍ମୀଙ୍କୁ ପ୍ରାପ୍ତି ପାଇଁ କେମିତି ଭଗବାନ ଶିବଙ୍କୁ ପ୍ରସନ୍ନ କରିବେ, ଏହା ଜାଣିବା ପୂର୍ବରୁ କିଛି ହିତବାଣୀ ଉପଦେଶ ମନେ ରଖିବା। ଘରେ ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜାଳିବା ଦ୍ୱାରା ଅଶୁଭତ୍ୱ ଦୂର ହୋଇଥାଏ ବନ୍ଧୁଗଣ, ଏବଂ ଶୁଭ୍ରତ୍ୱ ପ୍ରକାଶ ପାଇଥାଏ। ରବିବାର ଦିନ ଗାଈକୁ ରୁଟି ଖୁଆଇବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜର ବାଞ୍ଛିତ ଫଳ ପ୍ରାପ୍ତ କରିଥାନ୍ତି। ରବିବାର ଦିନ ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ରବିବାର ଦିନ ତେଲ ଲୁଣ ସେବନ କରିବା ଉଚିତ ନୁହେଁ ଏବଂ ରବିବାର ଦିନ ମଦ ମାଂସ ଖାଇବା ଅଶୁଭ ହୋଇଥାଏ। ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା କରିବା ଉଚିତ। ବନ୍ଧୁଗଣ ମନେ ରଖନ୍ତୁ, ଏହାଦ୍ୱାରା ବୁଦ୍ଧି, ବିବେକ, ବଳ, ସରକାରୀ ଚାକିରି ଏବଂ ମାନ ସମ୍ମାନର ପ୍ରାପ୍ତ ହୋଇଥାଏ। ମାନ୍ୟତା ଅନୁସାରେ ଗଙ୍ଗାଜଳ ପାନ କରିବା ଦ୍ୱାରା ନିମୋନିଆ ଏବଂ ମସ୍ତିଷ୍କ ଜ୍ୱର ଇତ୍ୟାଦି ରୋଗ ଭଲ ହୋଇଥାଏ। ପ୍ରତ୍ୟେକ ଦିନ ଘର ସଫା କରିସାରିବା ପରେ ଗଙ୍ଗାଜଳ ସବୁ କୋଠରୀରେ ସିଞ୍ଚନ କଲେ ମନରେ ଶାନ୍ତି ଆସିଥାଏ ଏବଂ ଅଶୁଭ ଶକ୍ତି ଦୂର ହୋଇଥାଏ। ବନ୍ଧୁଗଣ, ଏପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରତ୍ୟେକ ସୋମବାର ଦିନ ଗଙ୍ଗା ଜଳରେ ମହାଦେବଙ୍କୁ ଅଭିଷେକ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଘରେ ସବୁବେଳେ ଗଙ୍ଗା ଜଳ ତମ୍ବା କିମ୍ବା ଚାନ୍ଦିର ପାତ୍ରରେ ରଖିବା ଉଚିତ। ଏହାଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଘରେ ଗଙ୍ଗା ଜଳ ରଖୁଥିବା ସ୍ଥାନ ସଫାସୁତୁରା ରଖିବା ଉଚିତ ଏବଂ ପ୍ରତ୍ୟେକ ଦିନ ଗଙ୍ଗା ଜଳ ପାନ କରିବା ଦ୍ୱାରା ଶରୀର ନିରୋଗ ରହିଥାଏ। ଦିନ ସମୟରେ କେବେ ବି ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଆର୍ଥିକ ସ୍ଥିତି ଖରାପ ହୋଇଥାଏ ଏବଂ ଶରୀରର ଅସୁସ୍ଥ ହେବା ସହିତ ଆୟୁ କମ୍ ହୋଇଥାଏ। ମୁଣ୍ଡରେ ତେଲ ଲଗାଇବା ପରେ ବଳିଥିବା ତେଲ ଦେହରେ ମାରିବା ଉଚିତ ନୁହେଁ। ଏହାଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ। କେବେ ବି ବାମ ହାତରେ ପାଣି ପିଇବା ଉଚିତ ନୁହେଁ କିମ୍ବା ନିର୍ବସ୍ତ୍ର ହୋଇ ଶୋଇବା କିମ୍ବା ଗାଧୋଇବା ଉଚିତ ନୁହେଁ। ଏହାଦ୍ୱାରା ଧନହାନି ଏବଂ ପାରିବାରିକ ସମସ୍ୟା ଦେଖା ଦେଇଥାଏ। କେବେ ବି ନିଜ ମୁଣ୍ଡକୁ ଦୁଇ ହାତରେ କୁଣ୍ଡାଇବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭତ୍ୱ ବୃଦ୍ଧି ହୋଇଥାଏ। ବସିଲା ବେଳେ କିମ୍ବା ଶୋଇଲା ବେଳେ କେବେ ବି ଗୋଡ଼ ଉପରେ ଗୋଡ଼ ରଖି ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଧନ ଏବଂ ଆୟୁ କମ୍ ହୋଇଥାଏ। ମଣିଷ ଶରୀରର 70% ପାଣି ହୋଇଥାଏ। ତେବେ ଅଧିକ ପାଣି ପିଇବା ଦ୍ୱାରା ଶରୀରର ସୁସ୍ଥ ରହିବା ସହିତ ଅନେକ ରୋଗ ଦୂର ହେବାର ସାହାଯ୍ୟ କରିଥାଏ। ସ୍ୱଚ୍ଛ ପାଣି ପିଇବା ଦ୍ୱାରା ଗଣ୍ଠି ଜାଗାରେ ବିକଶତ ରହିଥାଏ, ଚିକ୍କଣତା ରହିଥାଏ, ଯାହାଫଳରେ ଗଣ୍ଠି ଦରଜ କମ୍ ହୋଇଥାଏ। ଗଳା ଯଦି ଦରଜ ହୁଏ କିମ୍ବା ସଂକ୍ରମିତ ହୋଇଥାଏ ତେବେ ଉଷୁମ ପାଣି ପିଇବା ଦ୍ୱାରା ତାହା ଦୂର ହେବାର ସାହାଯ୍ୟ କରିଥାଏ। ଶରୀରରେ ପାଣିର ଅଭାବରୁ ମୁଣ୍ଡ ବିନ୍ଧାର ସମ୍ଭାବନା ଥାଏ, ତେବେ ଉଷୁମ ପାଣି ପିଇବା ଦ୍ୱାରା ତାହା ଦୂର ହୋଇଥାଏ। ସ୍ୱଚ୍ଛ ପାଣି ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହେବାର ସାହାଯ୍ୟ କରେ ଏବଂ ପେଟ ସଫା ରଖିଥାଏ। ଯଦି କୌଣସି ସମୟରେ ମନ ବହୁତ ବିଚଳିତ ହୁଏ ତେବେ ସ୍ୱଚ୍ଛ ପାଣି ପିଇବା ଦ୍ୱାରା ତାହା ଦୂର ହେବାର ସାହାଯ୍ୟ କରିଥାଏ। ଉଷୁମ ପାଣି ପିଇବା ଦ୍ୱାରା ଶରୀରକୁ ରାସାୟନିକ ପଦାର୍ଥ
ବାହାରି ଯାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ସକାଳୁ ଉଠିଲା ପରେ ଉଷୁମ ପାଣି ପିଇବା ଦ୍ୱାରା ଆଖି ଉପରେ ବହୁତ ଭଲ ପ୍ରଭାବ ପଡ଼ିଥାଏ। ଦୃଷ୍ଟିଶକ୍ତି ଠିକ୍ ରହିଥାଏ। ଯେଉଁ ଲୋକମାନଙ୍କର କିଡ଼ନୀ ଷ୍ଟୋନ୍ ହୋଇଥାଏ ସେମାନେ ଅଧିକ ପାଣି ପିଇବା ଦ୍ୱାରା ତାହା ପରିସ୍ରାରେ ବାହାରି ଯିବାର ସାହାଯ୍ୟ କରିଥାଏ। ବନ୍ଧୁଗଣ, ଶୋଇବା ପୂର୍ବରୁ ଅଧ ଗ୍ଲାସ ପାଣି ପିଇବା ଉଚିତ। ଏହାଦ୍ୱାରା ହୃଦୟ ସୁସ୍ଥ ରହେ ଏବଂ ରାତିରେ ହୃଦଘାତ ସମସ୍ୟା କମ୍ କରିଥାଏ। 2 ପ୍ରହର ସମୟରେ ଖାଦ୍ୟ ଖାଇବା ପୂର୍ବରୁ 2 ଗ୍ଲାସ ପାଣି ପିଇବା ଉଚିତ। ଏହା ହଜମ ଶକ୍ତିକୁ ମଜବୁତ କରିଥାଏ। ସକାଳୁ ଗାଧୋଇବା ପରେ 1 ଗ୍ଲାସ ପାଣି ପିଇବା ଉଚିତ। ଏହାଦ୍ୱାରା ରକ୍ତସ୍ରାବ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ଉଚିତ ନୁହେଁ। ଏହା ହଜମ ଶକ୍ତିକୁ ଦୁର୍ବଳ କରିଥାଏ, ତେଣୁ କିଛି ସମୟ ଛାଡ଼ି ପିଇବା ଉଚିତ। ଜଳ ମାଧ୍ୟମରେ ପୁରା ଶରୀରର ଭିଟାମିନ୍, ମିନେରାଲ ଏବଂ ଗ୍ଲୁକୋଜ ପ୍ରବାହିତ ହୋଇଥାଏ ଏବଂ ପାଚନ କ୍ରିୟା ମଧ୍ୟ ହୋଇଥାଏ। ବନ୍ଧୁଗଣ, ଏବେ ଶୁଣନ୍ତୁ, ଶିବ ମହାପୁରାଣରେ ବର୍ଣ୍ଣିତ ଅଛି ଯେ ଗୋଟିଏ ବେଲପତ୍ର ନିଅନ୍ତୁ, ଲାଲ ଚନ୍ଦନ ବେଲପତ୍ର ଉପରେ ଲଗାଇ ଯଦି ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବେ ତେବେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଯଦି ଏହି ବେଲପତ୍ରକୁ ଆପଣ ଭଗବାନ ଶିବଙ୍କୁ ଅର୍ପଣ କରିବେ ତେବେ ଜୀବନରେ କେବେ ବି ଧନର ଅଭାବ ରହିବ ନାହିଁ। ଭଗବାନ ଶିବଙ୍କୁ ବେଲପତ୍ରରେ ଅଷ୍ଟଗନ୍ଧ ଲଗାଇ ଅର୍ପଣ କରିଲେ ପୁତ୍ରପ୍ରାପ୍ତି ହୋଇଥାଏ। ଯେବେ ବି ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବେ ତ ବେଲପତ୍ରକୁ ଓଲଟା କରି ଅର୍ପଣ କରିବେ ଏବଂ ଏହାପରେ ଜଳ ଅର୍ପଣ କରିବେ। ନନ୍ଦୀଙ୍କ ପଛପଟ ପାଦରେ ବେଲପତ୍ର ଅର୍ପଣ କରିଲେ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ। ଧୁତୁରା ଫଳ ଯଦି ଭଗବାନ ଶିବଙ୍କୁ ଓಂ ନମ ଶିବାୟ ଜପ କରି 7 ଥର ଭଗବାନ ଶିବଲିଙ୍ଗରେ ବୁଲାଇ ଅର୍ପଣ କରିବେ ତାହେଲେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେବ ଏବଂ ତାହାକୁ ଘରେ ଆଣି ପରଦିନ ଲାଲ କପଡ଼ାରେ ବାନ୍ଧି ଘରେ କିମ୍ବା ଦୋକାନର ସାମ୍ନାରେ ରଖିବେ। ତେବେ ନଜର ଲାଗିନଥାଏ, ଘରେ ଉନ୍ନତି ମଧ୍ୟ ହୋଇଥାଏ। ଏହି ଦିନରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଉପବାସ ରଖିବା, ଶିବଲିଙ୍ଗ ଉପରେ ଜଳ ଏବଂ ବେଲପତ୍ର ଅର୍ପଣ କରିବା ଏବଂ ରାତିସାରା ଜାଗି ମନ୍ତ୍ର ଜପ କରିବା ଉଚିତ। ଏହାଦ୍ୱାରା ଭକ୍ତମାନେ ଭଗବାନ ଶିବଙ୍କର କୃପାଲାଭ ପ୍ରାପ୍ତ କରିଥାନ୍ତି। ମହାଶିବରାତ୍ରି ଦିନରେ ଏହି ଉପାୟ ଅବଲମ୍ବନ କରି ଏକାଗ୍ରତା ଏବଂ ଭକ୍ତି ସହିତ ଭଗବାନ ଶିବଙ୍କୁ ପୂଜା କଲେ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇ ଧନ ସମୃଦ୍ଧି ଏବଂ ମନସ୍କାମନା ପୂରଣ ନିଶ୍ଚିନ୍ତ ହୋଇଥାଏ। ମିତ୍ରମାନେ, ଯଦି ଶ୍ରଦ୍ଧା ଭକ୍ତିରେ ମହାଶିବରାତ୍ରି ପାଳନ କରୁଥାନ୍ତି ତେବେ କମେଣ୍ଟରେ ଅବଶ୍ୟ ଲେଖନ୍ତୁ ଓಂ ନମ ଶିବାୟ ଏବଂ ଯଦି ଭିଡ଼ିଓ ଦେଖୁଥାନ୍ତି ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ଲାଇକ୍ କରିବେ ଏବଂ ଚ୍ୟାନେଲରେ ନୂଆ ଥିଲେ ନିଶ୍ଚିତ ରୂପରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ୱାଚିଂ। ନମସ୍କାର।